प्रेज लॉर्ड प्रभु को नाम को प्रथमे धन्यवाद दिए आउ जिते जन वीडियो देखुथिबा समस्त माँ बापा भाई भौणी दर्शक मान समस्त को आम चैनल को मु स्वागत करुछि। पुणी थोड़े आ गोटे नुआ वीडियो करने निमंते प्रभु साहाय्य करुछंती सेतिपई बहुत बहुत धन्यवाद प्रभु को। आउ आसंतु मु गोटे उदाहरण दे प्रभुंकर उद्देश्य रे मु गोटे एई वीडियो नहीं कि आसी वीडियो देखंतु निश्चिंत भाव में आपण मानक भल लगे से आसतु आम समय को नष्ट न करी से किसी समय आम प्रभुंकर से किसी शिक्षा अनुसार आम ध्यान करवा। प्रियर प्रभुंकर लोक मैंने आज मुझे चाहे देखंतु एटा कौ गछ बर गछ आउ एटा कौ गछ आंब गछ आउ एटा कौ गछ तेंतुली गछ आउ एटा कौ गछ जांब गछ। ओके देखिल केबे प्रियर भाई भौणी माने देख केबे आंब गछ केबे तेंतुली गछ हो पारे कि केबे जांब गछ केबे आंब गछ हो पारे कि नहीं। प्रियर भाई भौणी माने एबे देखंतु मु गोटे फल से फल को मु कहिबी एटा कौ फल बैगण आउ एटा कौन आंब फल। देखंतु प्रियर प्रभुंकर लोक माने ए विषयटा को आम जानिबा ए विषयटा को आम जानिबा प्रभु जीशु ख्रीष्ट केउ लोक मानंकु पसंद करती प्रभु केउ लोक मानंकु पसंद करती। मु एबे जो गछ देखैली फल देखैली आउ एटा देख एटा तो मूला आउ एटा तो कौन बैगण बैगण को जदि आम मूला बोली कहवा माने एटा ठीक कथा कि आ मूला को जदि आम बैगण बोली कहवा एटा ठीक कथा कि नहीं। प्रियर भाई भौणी माने सेतिपई मु आपण मानक मु कहूछि आम जानिबा दरकार जे कौ जिनस को सठिक आम बाचिबार उद्देश्य आमर आम देख भाविनियो आम गोटे मार्केट रु आणिलु बैगण किणी आणिलु आउ देखिबा बहुत सुंदर थाए आउ बैगण सबू ही भल रहिबो बोली आमर कन्फर्म किछि नहीं माने सेटा कीड़ा पुचुका रहिबो ग्यारंटी बैगण को। प्रियर भाई भौणी मैंने बुझीपार्छन तो सेतिपई माने कीड़ा रहिबो बैगण को आउ सबू समस्त सबू माने फल माने सब बैगण तो माने कीड़ा रहिबो नहीं किंतु अनेक कीड़ा रहिबो आउ अनेक भल रहिबो। प्रियर भाई भौणी माने ठीक सेमती आमे प्रभु आमे माने जते जन आमे प्रभुंकर अटु प्रभुंकर संतान अटु हेले प्रभु केउ मानंकु पसंद करंती आउ बाछंती केउ मानंकु ए बैगण आमे मार्केट रु आनिला परे आमे तरकारी बनैबा पाई कोन करूछु काटिबा पाई आरंभ करूछु हेले जो बैगण को काटुचु ता पाखरे कीड़ा
ବାହାରିବ ନାହିଁ, ତାହେଲେ ଆମେ କାଟିକି କୋଡ଼େଇରେ ହେଉ କି ଯାହା ଯେଉଁ ଜାଗାରେ ଆମେ କାଟିକି ଆମେ ରଖୁଛୁ ସେଇଠି ଆମେ ରଖୁଛୁ। ଆଉ ଯେଉଁ ବାଇଗଣ ସେଇଠି କାଟିଲେ କିଡ଼ା ବାହାରିବ ତାକୁ କ'ଣ କରୁଛୁ? ଆମେ ଖାଇବା ଜାଗାରେ ଆମେ ପକାଉଛୁ ନା ବାହାରେ ପକାଉଛୁ? ଫୋପାଡ଼ି ଦେଉଛୁ। କି ଯେଉଁଟା କିଡ଼ା ହେଉଛି ସେଇଟା ଫୋପାଡ଼ି ଦେଉଛୁ। ଯେକୌଣସି ଫଳକୁ ମଧ୍ୟ, ଏଇଟା କ'ଣ ଆମ୍ବକୁ ମଧ୍ୟ ଆମେ ଖାଇବା ପାଇଁ ଆମେ ଆଣୁଛୁ, କାଟୁଛୁ ଖାଇବା ପାଇଁ, ହେଲେ ସେଇଟା ଯଦି କିଡ଼ା ବାହାରିବ, ପୁଚୁକା ହେଇଯାଇଥିବ, ତାକୁ କ'ଣ କରୁଛୁ? ଆମେ ଖାଉଛୁ ନା ଫିଙ୍ଗୁଛୁ? ଫୋପାଡ଼ି ଦେଉଛୁ। ଠିକ୍ ସେହିପରି ପ୍ରିୟର ପ୍ରଭୁଙ୍କର ଲୋକମାନେ, ମୁଁ କହିବାକୁ ଚାହେଁ, ଠିକ୍ ସେହିପରି ପ୍ରଭୁ ମଧ୍ୟ ଆମମାନଙ୍କୁ କ'ଣ କରୁଛନ୍ତି, କ'ଣ କରିବେ? ଠିକ୍ ସେମିତି ଆମେ ଗୋଟେ ତାଙ୍କର ଫଳ ଭାବିନିଏ। ଫଳ ଭିତରେ କ'ଣ ଅଛି? ଫଳ ଭିତରେ ଆମେ ଗୋଟେ ଫଳ, ହୃଦୟ ଭିତରେ କ'ଣ ଅଛି ପ୍ରଭୁ ବାଛନ୍ତି। ମନେ ରଖନ୍ତୁ ପ୍ରିୟର ଭାଇ ଭଉଣୀମାନେ, ପ୍ରଭୁ ବାଛନ୍ତି ପ୍ରଥମରେ ଭିତରେ ବାଛନ୍ତି। ତା ଭିତରେ ସଫା ଅଛି ନା ଅଳିଆ ଅଛି? ତା ଭିତରେ କିଡ଼ା ଅଛି ନା ପୁରା ସଫା ଅଛି? ଫଳକୁ ଯେମିତି ଆମେ ବାଛିଲୁ, ଯେମିତି ପ୍ରଭୁ ମଧ୍ୟ ଠିକ୍ ସେମିତି ବାଛିବେ। କାହାକୁ ପସନ୍ଦ କରିବେ? ଦେଖନ୍ତୁ, ଏଇଟା ଗୋଟେ କିଡ଼ା ବାଇଗଣ ଆଉ ଏଇଟା ଗୋଟେ ଭଲ ବାଇଗଣ, ଦୁଇଟା ଅଛି। ହେଲେ କାହାକୁ ଆମେ ପସନ୍ଦ କରିବୁ? ଭଲଟାକୁ ପସନ୍ଦ କରିବୁ। ପ୍ରଭୁ ମଧ୍ୟ ଠିକ୍ ସେମିତି ଭଲ ମଣିଷକୁ ହିଁ, ଭଲ ସନ୍ତାନ ହିଁ ହେଇଥିବାର ଅଛି। ଆମର ହୃଦୟ ସଫା ଥିବାର ଅଛି, ଆମର ମନ ପରିବର୍ତ୍ତନ ଥିବାର ଅଛି। ସେହି ଲୋକମାନଙ୍କୁ ପ୍ରଭୁକୁ ଭୟ କରୁଥିବାର ଅଛି, ପ୍ରଭୁଙ୍କୁ ବାକ୍ୟକୁ ସେମାନେ ଧରି ଚାଲୁଥିବାର ଅଛି। ସଦାବେଳେ ପ୍ରଭୁଙ୍କର ଉଦ୍ଦେଶ୍ୟରେ ସେ ଯାଉଥିବ, ମନ ପରିବର୍ତ୍ତନ କରିଥିବ, ଆଉ ସେ ଜଣେ ଧାର୍ମିକ ବ୍ୟକ୍ତି ହେଇଥିବ। ସେମାନଙ୍କୁ ପ୍ରଭୁ ବାଛନ୍ତି। ହାଲେଲୁୟା। ସେଥିପାଇଁ ପ୍ରିୟର ଭାଇ ଭଉଣୀମାନେ, ଆମେ ଜାଣିବା ଯେ ଆମେ ମଣିଷମାନେ ତ ଅନେକ କିଛି ବାଛି କରି ଖାଉଛୁ, ଟିକେ ବାଛି କରି ଖାଉଛୁ, କିନ୍ତୁ ସେ ପ୍ରଭୁ ପରମେଶ୍ୱର ସେ ସ୍ୱର୍ଗରେ ଥାଇ ଆମମାନଙ୍କୁ ସମସ୍ତଙ୍କୁ ଦେଖୁଛନ୍ତି, ଆଉ ଆମମାନଙ୍କୁ ତିଆରି କରି ଆମମାନଙ୍କୁ ଏ ଜଗତରେ ପଠାଇଛନ୍ତି। କିନ୍ତୁ ତାଙ୍କରି ସେବା କରିବା ନିମନ୍ତେ, ଆଉ ତାଙ୍କରି ସଦୃଶ୍ୟରେ ରହି, ତାଙ୍କରି ଉଦ୍ଦେଶ୍ୟରେ ରହି ତାଙ୍କର ଠାରେ ଯିବା ନିମନ୍ତେ କହିଛନ୍ତି। କିନ୍ତୁ ଲୋକମାନେ, ପ୍ରିୟର ଭାଇ ଭଉଣୀମାନେ, ଜାଣୁନାହାନ୍ତି, ଆଉ ସେମାନେ ପ୍ରଭୁକୁ ଜାଣି ମଧ୍ୟ ନ ଜାଣିଲା ଭଳିଆ ହେଇକି ରହୁଛନ୍ତି। ଏଇଟା ପସିବଲ୍, କେବେ ମଧ୍ୟ ଆମର ଆଶା ନାହିଁ ଯେ ସ୍ୱର୍ଗରେ ହିଁ ମୁଁ ଯିବି ବୋଲିକରି। କିନ୍ତୁ ଆମେ ଫଳକୁ ଯେମିତି ବଛାଗଲା, ଆମେ ବାଛିଲୁ ଆଉ କାଟିଲୁ, ଠିକ୍ ସେମିତି ପ୍ରଭୁ ମଧ୍ୟ ଆମକୁ ବାଛିବେ, ଦିନେ ବାଛିବେ, ଆଉ ଖରାପଟାକୁ ଫୋପାଡ଼ି ଦେଇ ଭଲଟାକୁ କ'ଣ କରିବେ? ରଖିବେ। ଆମେ ସେହିପରି ବ୍ୟକ୍ତି ହେବା। କେଉଁପରି ବ୍ୟକ୍ତି? ସେଇ ଭଲ ଫଳ ଯେମିତି ଥିଲା ସେହିପରି ବ୍ୟକ୍ତି ଆମେ ହେବାର ଉଚିତ, ପ୍ରିୟର ଭାଇ ଭଉଣୀମାନେ। ସେଥିପାଇଁ ଏହି ଭିଡ଼ିଓଟାକୁ ଆପଣମାନଙ୍କ ସମ୍ମୁଖରେ ମୁଁ ଆଣିଥିଲି। ଏହି ଭିଡ଼ିଓ ଦେଖନ୍ତୁ ଆଉ ପ୍ରଭୁଙ୍କର କିଛି ଜ୍ଞାନ ଶିଖନ୍ତୁ। ପ୍ରଭୁ ଏହି ଭିଡ଼ିଓ କରିବା ପାଇଁ ସମୟ ଦେଇଥିବା ହେତୁ ପ୍ରଭୁକୁ ବହୁତ ବହୁତ ଧନ୍ୟବାଦ। ଆଉ ଯେତେ ଜଣ ଭିଡ଼ିଓ ଦେଖୁଥିବା ସମସ୍ତଙ୍କୁ ପ୍ରେଜ୍ ଦ ଲର୍ଡ ଆଣ୍ଡ ଧନ୍ୟବାଦ।